ହଁ ଆଜ୍ଞା, ପାହାଡ଼ରେ ଯାଇ ତପ କରିବାଟା କିଛି ବଡ଼ କଥା ନୁହଁ, କିନ୍ତୁ ଘରେ ରହି ଧୈର୍ଯ୍ୟକୁ ଧରି ରଖିବା ସବୁଠୁ ବଡ଼ କଥା। ଏହା ସମସ୍ତେ କରିପାରନ୍ତିନି, ଏହା ଶିଖିବାକୁ ପଡ଼େ, ଅଭ୍ୟାସ କରିବାକୁ ପଡ଼େ। କୁହାଯାଏ ଏଥିପାଇଁ ସହିବା ଶିଖ, ଅର୍ଥାତ୍ ସକାରାତ୍ମକ ଭାବନା ନେଇ ସହିବା। ନଜରଅନ୍ଦାଜ କରିବା ଶିଖ, ଅର୍ଥାତ୍ ଏଣୁତେଣୁ କଥାକୁ ଭିତରକୁ ନ ନେଇ ନଜରଅନ୍ଦାଜ କରିବା କଥା। ନିଜ ଭିତରକୁ ସବୁ କଥା ଟାଣି ନେଲେ ଆମେ ଭାରାକ୍ରାନ୍ତ ହେଇଯିବା। ତେଣୁ କିଛି କିଛି ଜିନିଷ ନିଶ୍ଚିତ ନଜରଅନ୍ଦାଜ କରିଦେଲେ ଆମେ ଭଲ ହିଁ ରହିବା। ତାପରେ ନୀରବ ରହିବା ଶିଖିବା ଦରକାର, ଅର୍ଥାତ୍ ଖାଲି ମୁହଁରେ ନୁହଁ, ନିଜ ଭିତରଟାକୁ ମଧ୍ୟ ନୀରବି ଦେବା ଦରକାର। ଯେଉଁଥିପାଇଁ ଆମେ ନୀରବ ରହୁଛେ ମୁହଁରେ, ଆମେ ଭିତରୁ ତାକୁ ସ୍ୱୀକାର କରି ନୀରବ ରହିବା ଦରକାର, ଚୁପ୍ ରହିବା ଦରକାର। ନହେଲେ ମୁହଁରେ ଖାଲି ଚୁପ୍ ରହି ଭିତରେ ଘାଣ୍ଟି ଚକଟି ହେଲେ କିଛି ଲାଭ ନାହିଁ। ଏକା ରହିବା ଶିଖିବା, ଅର୍ଥାତ୍ ମୋହ ତ୍ୟାଗ କରି, ଆଶା ନ କରି ନିଜର କର୍ମ କର୍ତ୍ତବ୍ୟ କରିଯିବା ଦରକାର। ଏଇ 3-4ଟା ଜିନିଷ ହେଉଛି ଗୃହସ୍ଥର ପୁଞ୍ଜି। ଗୃହସ୍ଥ ଜୀବନରେ ସମ୍ପର୍କକୁ ବଜାଇ ରଖିବା ଏବଂ ଭଲରେ ରହିବା ଏବଂ ସନ୍ତୋଷ ପାଇବାର ଏଇ ହେଉଛି ଗୃହସ୍ଥ ଜୀବନର ବଡ଼ ପୁଞ୍ଜି। ଠିକ୍ କହିଲି ନା?